Hi student, ମୁଁ ଇତିଶ୍ରୀ ମ୍ୟାଡ଼ାମ ଲେକ୍ଚର ଇନ୍ ଏମ୍ଆଇଏଲ୍ ଓଡ଼ିଆ ଆଶୀର୍ବାଦ ଏକାଡେମୀକୁ ପୁଣି ଥରେ ମୁଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରୁଛି। ଆଜି ମୁଁ ତମ ପାଇଁ ଇତିହାସର ଖୁବ୍ ଇମ୍ପୋର୍ଟାଣ୍ଟ MCQ କ୍ୱେଶ୍ଚନ୍ ନେଇକି ଆସିଛି, ଡିସ୍କସ୍ କରିବି। ତେଣୁ ଡେରି କରିବା ନାହିଁ, ତେଣୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍, ସେୟାର, କମେଣ୍ଟ କରିବା ପାଇଁ ଆଦୌ ଭୁଲିବ ନାହିଁ। ତେଣୁ ପିଲାମାନେ ବର୍ତ୍ତମାନ ଷ୍ଟାର୍ଟ କରିବା। ଆମର ପ୍ରଥମ କ୍ୱେଶ୍ଚନ୍ କ'ଣ ଅଛି? କ୍ୱେଶ୍ଚନ୍ ଅଛି, ଅଶୋକ ପାଇଁ କଳିଙ୍ଗ ଯୁଦ୍ଧ କ'ଣ ଥିଲା? ଯେଉଁ ସମ୍ରାଟ ଅଶୋକ ଥିଲେ, ଯେଉଁ କଳିଙ୍ଗ ଯୁଦ୍ଧ କରିଥିଲେ, ସେଇ କଳିଙ୍ଗ ଯୁଦ୍ଧ ତାଙ୍କ ପାଇଁ କ'ଣ ଥିଲା? ତେଣୁ ତାଙ୍କ ପାଇଁ କ'ଣ ଥିଲା? ଆନ୍ସର ହେବ କ'ଣ? ନା ପ୍ରଥମ ଶେଷ ଯୁଦ୍ଧ ଥିଲା। କାରଣ ସେ କଳିଙ୍ଗ ଯୁଦ୍ଧ କ'ଣ ପାଇଁ କରିଥିଲେ? ନା କାରୁବାକିକୁ ପାଇବା ପାଇଁ ସେ କଳିଙ୍ଗ ଯୁଦ୍ଧ କରିଥିଲେ। କିଏ କରିଥିଲେ? ନା ସମ୍ରାଟ ଅଶୋକ କରିଥିଲେ। ଏବଂ ଏହି କଳିଙ୍ଗ ଯୁଦ୍ଧ ମାଧ୍ୟମରେ ହିଁ ତାଙ୍କ ଭିତରେ ପରିବର୍ତ୍ତନ ଆସିଥିଲା। କ'ଣ ପରିବର୍ତ୍ତନ? ନା ସେ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରିତ ହୋଇଥିଲେ। କିଏ ହେଇଥିଲେ? ନା ସମ୍ରାଟ ଅଶୋକ ହେଇଥିଲେ। ତେଣୁ ସେକେଣ୍ଡ କ୍ୱେଶ୍ଚନକୁ ଯିବା। ବର୍ତ୍ତମାନ ଭଲ ଭାବରେ ଶୁଣିବ ପିଲାମାନେ। କେଉଁ ଯୁଗକୁ ପ୍ରାଚୀନ ଭାରତ ଇତିହାସରେ ସୁବର୍ଣ୍ଣ ଯୁଗ ଭାବରେ ବର୍ଣ୍ଣନା କରାଯାଇଛି? କେଉଁ ଯୁଗକୁ ଗୋଟିଏ ସୁବର୍ଣ୍ଣ ଭରା ଯୁଗର ଆଖ୍ୟାୟିତ କରାଯାଇଛି? ସେ ହେଉଛି ଗୁପ୍ତ ଯୁଗ। ନେକ୍ସଟ କ୍ୱେଶ୍ଚନ, କିରତା ଜୁନିୟମର ରଚୟିତା କିଏ? କିରତା ଜୁନିୟମର ରଚୟିତା କିଏ? ତେଣୁ ଆନ୍ସର କ'ଣ ହେବ ପିଲାମାନେ? ନା ଆନ୍ସର ତାର ଅଛି ଭାରବୀ। ନେକ୍ସଟ କ୍ୱେଶ୍ଚନକୁ ଯିବା। ପଦ୍ୟ ଚୂଡ଼ାମଣିର ରଚୟିତା କିଏ? ପଦ୍ୟ ଚୂଡ଼ାମଣି କିଏ ରଚନା କରିଥିଲେ? ଆନ୍ସର କ'ଣ ହେବ? ନା ବୁଦ୍ଧ ଘୋଷ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଶୃଙ୍ଗାର ଶତକର ରଚୟିତା କିଏ? ଶୃଙ୍ଗାର ଶତକର ରଚୟିତା ହେଉଛନ୍ତି ଭର୍ତ୍ତୃହରି। ନେକ୍ସଟ କ୍ୱେଶ୍ଚନ, ମୃଚ୍ଛକଟିକମ୍ ନାଟକ କିଏ ରଚନା କରିଥିଲେ? ନା ଆନ୍ସର କ'ଣ ହେବ ପିଲା? ନା ଶୂଦ୍ରକ। ଭଲ ଭାବରେ ଶୁଣିବ ପିଲା। ଦେବୀ ଚନ୍ଦ୍ରଗୁପ୍ତମ ନାଟକର ରଚୟିତା କିଏ? ଦେବୀ ଚନ୍ଦ୍ରଗୁପ୍ତମ ନାଟକର ରଚୟିତା କିଏ? ଆନ୍ସର ହେବ ବିଶାଖା ଦତ୍ତ। ନେକ୍ସଟକୁ ଯିବା। ଶକୁନ୍ତଳା ନାଟକର ରଚୟିତା କିଏ? ନା ଶକୁନ୍ତଳା ନାଟକର ରଚୟିତା ହେଉଛନ୍ତି ମହାକବି କାଳିଦାସ। ମେଘଦୂତର ରଚୟିତା କିଏ? ମେଘଦୂତ କିଏ ରଚନା କରିଥିଲେ? ନା ଆନ୍ସର କ'ଣ ହେବ ପିଲା? ନା ଆନ୍ସର ହେବ ମହାକବି କାଳିଦାସ। ଦଶକୁମାର ଚରିତର ରଚୟିତା କିଏ? ଆନ୍ସର ହେବ କ'ଣ ପିଲା? ନା ଦଣ୍ଡି। ନେକ୍ସଟକୁ ବର୍ତ୍ତମାନ ଯିବା ଆମେ। ବାସବଦତ୍ତାର ରଚୟିତା କିଏ? ଭଲ ଭାବରେ ଶୁଣିବ ଗୁଡ଼ା। ବାସବଦତ୍ତାର ରଚୟିତା ହେଉଛନ୍ତି ଆମର କିଏ? ନା ସୁବନ୍ଧୁ। ଅମରକୋଷର ରଚୟିତା କିଏ? ଅମରକୋଷ କିଏ ଲେଖିଥିଲେ? ନା ଆନ୍ସର ହେବ ଆମର କ'ଣ? ନା ଅମର ସିଂହ। ଅଣ୍ଟାଧାଇ କିଏ ରଚନା କରିଥିଲେ? ଅଣ୍ଟାଧାଇ କିଏ ରଚନା କରିଥିଲେ? ଆନ୍ସର ହେବ ପାଣିନି। ନେକ୍ସଟ, କାମସୂତ୍ରର ରଚୟିତା କିଏ? କାମସୂତ୍ର କିଏ ରଚନା କରିଥିଲେ? ନା ଆନ୍ସର ହେବ ଆମର ବର୍ଷାୟନ। ପଞ୍ଚସିଦ୍ଧାନ୍ତ ଓ ବୃହତ ସଂହିତା ଓ ବୃହତ ଜାତକ ଆଦି ଜ୍ୟୋତିଷ ଶାସ୍ତ୍ରର ରଚୟିତା କିଏ? ଏ ଜ୍ୟୋତିଷ ଶାସ୍ତ୍ରର ରଚୟିତା ହେଉଛନ୍ତି ବରାହ ମିହିର। ବ୍ରହ୍ମ ସିଦ୍ଧାନ୍ତ ଓ ଖଣ୍ଡ ଖାଦ୍ୟକ ଆଦି ବିଜ୍ଞାନ ଗ୍ରନ୍ଥର ରଚୟିତା କିଏ? ଏ ବିଜ୍ଞାନ ଗ୍ରନ୍ଥ ରଚୟିତା ବ୍ରହ୍ମଗୁପ୍ତ। ନେକ୍ସଟ କ୍ୱେଶ୍ଚନ, କିଏ ହସ୍ତାୟୁର୍ବେଦ ରଚନା କରିଥିଲେ? କିଏ କରିଥିଲେ? ନା ଆନ୍ସର ଆମର କ'ଣ ଅଛି? ନା ପାଲକପ୍ୟ କରିଥିଲେ। ଭେରି ଭେରି ଇମ୍ପୋର୍ଟାନ୍ସ। କିଏ ଅଶ୍ୱଶାସ୍ତ୍ର ରଚନା କରିଥିଲେ? ଭେରି ଭେରି ଇମ୍ପୋର୍ଟାନ୍ସ ପିଲା ଏଇଟା। ଆନ୍ସର ହେବ କ'ଣ ଆମର? ନା ଆନ୍ସର ହେବ ଶାଳିହୋତ୍ର। ଦିଲ୍ଲୀର ମେହରୌଳିଠାରେ ଲୌହସ୍ତମ୍ଭ କେଉଁ ରାଜବଂଶର ରାଜତ୍ୱ କାଳରେ ନିର୍ମିତ ହୋଇଥିଲା? କାହାର ରାଜତ୍ୱ ସମୟରେ? ନା ଗୁପ୍ତ ରାଜବଂଶର ରାଜତ୍ୱ କାଳରେ। କିଏ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର କାରଣ ସମ୍ପର୍କରେ ଦର୍ଶାଇଥିଲେ? କିଏ ଦର୍ଶାଇଥିଲେ? ଆନ୍ସର ହେବ କ'ଣ? ନା ଆର୍ଯ୍ୟଭଟ୍ଟ, ଜଣେ ଗଣିତଜ୍ଞ ଥିଲେ ସେ। ଅଜନ୍ତାର କେତେ ନମ୍ବର ଗୁମ୍ଫାରେ ଅଙ୍କିତ ହୋଇଛି ମୁର୍ମୂଷ ରାଜକୁମାରୀର ଚିତ୍ର? ନା ଆନ୍ସର ହେବ 16 ନମ୍ବର। ଗୌତମଙ୍କର ସଂସାର ତ୍ୟାଗ କରୁଥିବା ଦୃଶ୍ୟ ଅଜନ୍ତାର କେତେ ନମ୍ବର ଗୁମ୍ଫାରେ ଅଙ୍କିତ ହୋଇଅଛି? କେତେ ନମ୍ବର ଗୁମ୍ଫା? ନା ଆନ୍ସର ହେବ 19 ନମ୍ବର ଗୁମ୍ଫା। ଭଲ ଭାବରେ ଶୁଣିବ। ବଧୂସତ୍ତ୍ୱ ଭୂମି ନାଟକର ରଚୟିତା କିଏ? ନା ଆନ୍ସର ହେବ କ'ଣ?
ନା ଆନ୍ସର ହେବ ଅସଙ୍ଗ। କିଏ ନ୍ୟୁଟନଙ୍କ ବହୁ ପୂର୍ବରୁ ମାଧ୍ୟାକର୍ଷଣ ଶକ୍ତି ସମ୍ପର୍କରେ ସୂଚନା ଦେଇଥିଲେ? ଆନ୍ସର ହେବ କ'ଣ? ନା ବ୍ରହ୍ମଗୁପ୍ତ। କିଏ ଗଣିତରେ ଦଶମିକ ପଦ୍ଧତି ଓ ଶୂନ୍ୟର ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ? ଆନ୍ସର ହେବ ଆର୍ଯ୍ୟଭଟ୍ଟ। ସାଂଖ୍ୟ କାରିକାର ରଚୟିତା କିଏ? ସାଂଖ୍ୟ କାରିକାର ରଚୟିତା କିଏ? ଆନ୍ସର ଆମର କ'ଣ ହେବ? ନା ଈଶ୍ୱର କୃଷ୍ଣ। ଆଠ କଥା କିଏ ରଚନା କରିଥିଲେ? ଆଠ କଥା କିଏ ରଚନା କରିଥିଲେ? ଆନ୍ସର ହେବ କ'ଣ? ନା ବୁଦ୍ଧ ଘୋଷ। ଋତୁ ସଂହାରର ରଚୟିତା କିଏ? ଭେରି ଭେରି ଇମ୍ପୋର୍ଟାଣ୍ଟ ପିଲା ଏଇଟା। ଋତୁ ସଂହାରର ରଚୟିତା କିଏ? ଆନ୍ସର ହେବ ମହାକବି କାଳିଦାସ। ନେକ୍ସଟ, କେଉଁ ଗୁପ୍ତ ସମ୍ରାଟ କବିରାଜ ଉପାଧିରେ ଭୂଷିତ ହୋଇଥିଲେ? କିଏ ଭୂଷିତ ହୋଇଥିଲେ କବିରାଜ ଉପାଧିରେ? ନା ସମୁଦ୍ରଗୁପ୍ତ। ଏଲୋରା ଅଜନ୍ତାର ବୌଦ୍ଧ ଗୁମ୍ଫା କେଉଁ ବଂଶ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା? ନା ଆନ୍ସର ହେବ ଗୁପ୍ତ ବଂଶ। ନେକ୍ସଟକୁ ଯିବା। ଗୁପ୍ତ ବଂଶର କେଉଁ ରାଜା ନିଜକୁ ପରମ ଭାଗବତ ଉପାଧିରେ ଭୂଷିତ କରିଥିଲେ? ନା ଦ୍ୱିତୀୟ ଚନ୍ଦ୍ରଗୁପ୍ତ। କେଉଁ ଗୁପ୍ତ ରାଜାଙ୍କ ସମୟରେ ଅଶ୍ୱମେଧ ଯଜ୍ଞ ଅନୁଷ୍ଠିତ ହୋଇଥିଲା? ଅଶ୍ୱମେଧ ଯଜ୍ଞ ହୋଇଥିଲା। ନା ଆନ୍ସର ହେବ କ'ଣ? ନା ସମୁଦ୍ରଗୁପ୍ତ। ନେକ୍ସଟ କ୍ୱେଶ୍ଚନକୁ ଯିବା। ସମୁଦ୍ରଗୁପ୍ତଙ୍କ ରାଜସଭାକୁ ମଣ୍ଡନ କରିଥିବା ବୌଦ୍ଧ ଭିକ୍ଷୁକଙ୍କ ନାମ କ'ଣ? ଆନ୍ସର ହେବ ବସୁବନ୍ଧୁ। ନେକ୍ସଟ କ୍ୱେଶ୍ଚନ, ଗୁପ୍ତବଂଶୀୟ ରାଜା ସମୁଦ୍ରଗୁପ୍ତ ସିଂହଳର ରାଜା ଓ ମେଘବର୍ଷଙ୍କୁ କେଉଁଠାରେ ଏକ ବୌଦ୍ଧ ବିହାର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ? କେଉଁଠାରେ ଦେଇଥିଲେ? ଆନ୍ସର ହେବ ବୁଦ୍ଧଗୟା। ନେକ୍ସଟ କ୍ୱେଶ୍ଚନ, ଗୁପ୍ତ ଯୁଗରେ କେଉଁ ଜ୍ଞାନକୋଷ ରଚନା କରାଯାଇଥିଲା? ଜ୍ଞାନକୋଷ ରଚନା କରାଯାଇଥିଲା। ନା ଅମରକୋଷ। ତେଣୁ ପିଲାମାନେ ଆଜି ଯେଉଁ କ୍ୱେଶ୍ଚନ ଉପରେ ମୁଁ ଡିସ୍କସ୍ କଲି ଖୁବ୍ ଇମ୍ପୋର୍ଟାନ୍ସ ଏକ୍ଜାମରେ ଡେଫିନାଇଟଲି ଆ ଭିତରୁ ପଡ଼ିଛି। ତେଣୁ ଭଲ ଭାବରେ ଏହାକୁ ବାରମ୍ବାର ଶୁଣିବ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବ ନାହିଁ। ତେଣୁ ରହିଲି, ନମସ୍କାର।